राम नारायण राम ଯେଉଁ ଶବ୍ଦରୁ ଏହି ବିଶାଳ ବିଶ୍ୱ ଏବଂ ସମସ୍ତ ସଂସାର ତିଆରି ହୋଇଛି ସେହି ହେଉଛି ବେୟ ଶବ୍ଦ ମାଧ୍ୟମରେ ଏହି ଶକ୍ତିକୁ ବୁଝିପାରିବା ଯାଉଛି। ଯଦି ତାହାରେ ଡୁବି ପାରାଯାଏ ବ୍ୟାଖ୍ୟା କରି ଏହାକୁ ବୁଝିବାକୁ ସମ୍ଭବ ନୁହେଁ। ଆମେ ସମସ୍ତେ ଆଜି ଗ୍ରହ ଓ ଉପଗ୍ରହମାନେ ପରି ଘୁରୁଛୁ। ଆମେ ପର୍ଯ୍ୟଟକ। ଆମେ ଆକାଶ ଦିଗକୁ ଦେଖି ଆଗକୁ ବଢ଼ିବୁ। ପ୍ରତ୍ୟେକ ଗ୍ରହ ସହ ଆମର ସମ୍ପର୍କ ଅଛି। ଏହି ଗ୍ରହରେ ଏତେ ଶକ୍ତି ଅଛି ଯେ ତାହାକୁ କୌଣସି ବ୍ୟାଖ୍ୟାରେ ବାଧାଯିବା ଯାଉନାହିଁ। କେବଳ ପୃଥିବୀ ହିଁ ଗ୍ରହ ନୁହେଁ, ସମସ୍ତ ପ୍ରାଣୀ, ମନୁଷ୍ୟ, ମାଛ, ଚିହୁଟି ସମସ୍ତେ ଗୋଟିଏ ଗ୍ରହ। ମନ୍ତ୍ର ମଧ୍ୟରେ ଏତେ ଶକ୍ତି ଅଛି ଯେ ତୁମେ କୌଣସି ପ୍ରକାରରେ ବନ୍ଧିବାକୁ ପାରିବୁ ନାହିଁ। ଜୀବନର କର୍ତ୍ତବ୍ୟ ନିଷ୍ପାଦନ କରିବା ସମୟରେ ମାତ୍ର ଏହି ମନ୍ତ୍ର ଜପ କରୁଅ। ତୁମର ମଧ୍ୟରେ ସମସ୍ତ ଶକ୍ତି ଅଛି, କେବଳ ସେଗୁଡ଼ିକର ଅନୁଭବ ହେଉନାହିଁ। ଏହି ଶବ୍ଦଧ୍ୱନି ବିକାଶ ପାଇଁ ଲାଗିଥିବା ସମୟରେ ସେଗୁଡ଼ିକ ପ୍ରସ୍ଫୁଟିତ ହୋଇଯିବ। ମନ ବାୟୁ ପରି ଅନବ୍ୟ ଭଟକୁଛି। ଯେପରି ବାୟୁ ଟକରା ଯାଉଛି ସେପରି ମନ ମଧ୍ୟ ଗ୍ରହ ଉପଗ୍ରହ ସହ ଟକରା ଯାଉଛି। ସମୁଦ୍ର ସହ ନାହର ମଧ୍ୟରେ ସଂଯୋଗ ଅଛି। ଏହି ସଂସାର ହେଉଛି ମନ। ମନ ରୂପ ପ୍ରବୃତ୍ତିକୁ ନିବୃତ୍ତ କରେ। ଉତ୍ତେଜନା ଠାରୁ ନିବୃତ୍ତି ଜନ୍ମ ନେଇଥାଏ। ଯେପରି ବାୟୁକୁ ଦେଖିବାକୁ ଯାଉନାହିଁ ସେପରି ମନକୁ ମଧ୍ୟ ଦେଖିବାକୁ ଯାଉନାହିଁ। ବାୟୁ ନଥିଲେ ପାଣି ମଧ୍ୟ ନଥାଏ, ପାଣି ନଥିଲେ ବରଫ ମଧ୍ୟ ନଥାଏ। ବରଫ ଏବଂ ପାଣି ଗୋଟିଏ ପଦାର୍ଥ। ଜଳ ଓ ବରଫ ବାୟୁର ଦ୍ୱିତୀୟ ରୂପ ଓ ସେହି ବରଫ ଜଳରେ ତୟ। ମନ ମଧ୍ୟ ଜଗତର ରୂପ, ତେଜସ୍ୱୀ ରୂପ ଓ ଏହି ଅନନ୍ତ ରୂପ ମନର ରୂପ। ଏହି ଅନନ୍ତ ଜଗତ ହେଉଛି ମନ। ମନ ପଦାର୍ଥ ହେଉଛି ମନରୁ ସମସ୍ତ ପଦାର୍ଥ ସୃଷ୍ଟି ହୋଇଛି। ବରଫ ତିଆରି ହୋଇଛି ଏହି ପଦାର୍ଥରେ ଆମେ ତରଉଛୁ। ବରଫ ଯେତେବେଳେ ଜଳ ସହ ମିଶିଯାଏ ସେହି ଜଳରେ ତରଉଛି। ଆମେ ସୂର୍ଯ୍ୟ ପୃଥିବୀରୁ ଉତ୍ପନ୍ନ ହୋଇଛୁ ଏବଂ ଏହି ପୃଥିବୀରେ ଚଳନ କରୁଛୁ।